हाय साଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛି କନ୍ୟା ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର OSSC ତରଫରୁ ଗୋଟେ ନୋଟିସ୍ଟି ଆଜି ପବ୍ଲିଶ କରାଯାଇଛି, ଯାହାକି LTR ରିଗାର୍ଡ଼ିଂ ରହିଅଛି। ଏଠି ଦେଖନ୍ତୁ ଆପଣଙ୍କ ନୋଟିସ୍ ନମ୍ବର ଦିଆଯାଇଛି ଏବଂ ଆପଣଙ୍କ ଡେଟ୍ ମଧ୍ୟ ମେନସନ୍ କରାଯାଇଛି 20/12/2025। ଠିକ୍ ଅଛି। ତ ଇଏ ବହୁତ ବଡ଼ ଗୋଟେ ଅପଡ଼େଟ୍ ରହିଛି ଯେଉଁମାନେ LTR ସାଂସ୍କ୍ରିଟ ଆସ୍ପିରାଣ୍ଟ ମାନେ ଅଛନ୍ତି। ଦେଖନ୍ତୁ ଏଠି ଆପଣଙ୍କ ସବଜେକ୍ଟ ମେନସନ୍ କରାଗଲା ରିଭାଇଜ୍ ଫାଇନାଲ୍ ଆନ୍ସର କି ଫର୍ ମେନ୍ ରିଟନ୍ ଏକ୍ଜାମିନେସନ୍ ଅଫ୍ ସାଂସ୍କ୍ରିଟ ଟିଚର ଅଣ୍ଡର LTR। ଠିକ୍ ଅଛି। ତ ଆପଣମାନେ ଜାଣିଥିବେ କି କେସ୍ ଚାଲିଥିଲା ଏବଂ କେସ୍ର ମଧ୍ୟ ଆପଣଙ୍କର ଯାହା ଶୁଣାଣି ହେଇଥିଲା ସଲ୍ଭ ହେଇଯାଇଥିଲା ଏବଂ ତା ଅନୁସାରେ ଆପଣଙ୍କର ଫାଇନାଲ୍ ମେରିଟ୍ ଲିଷ୍ଟ ଆସିବାର ଥିଲା। ବଟ୍ ଏବେ ହଠାତ୍ ଆପଣଙ୍କର ଗୋଟେ ନୋଟିସ୍ ଆସିଛି, ଯେଉଁ ନୋଟିସ୍ରେ ଆପଣଙ୍କର ସବୁ କେସ୍ ନମ୍ବର ପଡ଼ିଛି। ଠିକ୍ ଅଛି। ଆପଣମାନେ ଦେଖିପାରୁଥିବେ ନୋଟିସ୍ଟି କେସ୍ ନମ୍ବର ଆପଣଙ୍କର ସବୁ ଏଇଠି ପଡ଼ିଛି। ଠିକ୍ ଅଛି। କେସ୍ ନମ୍ବର ପଡ଼ିକି ଆପଣଙ୍କର ଏଇ ଯେଉଁ ରିଭାଇଜ୍ ଆନ୍ସର କି ଏହା ପୂର୍ବରୁ ଆପଣଙ୍କର ରିଭାଇଜ୍ ଆନ୍ସର କି ଆସିଥିଲା। ଠିକ୍ ଅଛି। ଯେଉଁ ପିଲାମାନେ ଆନ୍ସର କି ଉପରେ ଆପଣଙ୍କର ଯେଉଁ କେସ୍ କରିଥିଲେ ତ ତାକୁ ନେଇକି ଆପଣଙ୍କର ଏବେ ଇଏ ଫାଇନାଲ୍ ଆପଣଙ୍କର ରିଭାଇଜ୍ ଫାଇନାଲ୍ ଆନ୍ସର କି ପବ୍ଲିଶ କରାଯାଇଛି OSSC ତରଫରୁ। ଠିକ୍ ଅଛି। ସାଂସ୍କ୍ରିଟ ଟିଚର ଆସ୍ପିରାଣ୍ଟ ମାନଙ୍କର ଆପଣମାନେ ଲଗ୍ଇନ୍ କରିକି ଆପଣଙ୍କର ସାଇଟ୍ ଦିଆଯାଇଛି, ଲଗ୍ଇନ୍ କରିକି ଆପଣଙ୍କର ଆନ୍ସର କି ଆପଣମାନେ ଦେଖିପାରିବେ। ଠିକ୍ ଅଛି। ଏବଂ ଆପଣମାନେ ୟାକୁ ଲଗ୍ଇନ୍ କରିକି ଦେଖିପାରିବେ। ଡେଟ୍ ଦେଖନ୍ତୁ ଦିଆଯାଇଛି ଆପଣଙ୍କର 23/12/2025 ଯାଏଁ ଆପଣମାନେ ଦେଖିପାରିବେ। ଠିକ୍ ଅଛି। ଏବଂ ଆଉ ମଧ୍ୟ ଆପଣଙ୍କର ଏଥିରେ ନୋଟିସ୍ ଆସିଛି, ଆପଣମାନେ ଦେଖିପାରିବେ ଏଇ ନୋଟିସ୍ଟି ଦେଖନ୍ତୁ। ଏ ମଧ୍ୟ ଆପଣଙ୍କର 20/12/2025 ପବ୍ଲିଶ କରାଯାଇଛି ନୋଟିସ୍ଟି। କ'ଣ ନା ଆପଣଙ୍କର 28 କ୍ୟାଣ୍ଡିଡେଟ୍। ଠିକ୍ ଅଛି। ନମ୍ବର ଅଫ୍ କ୍ୟାଣ୍ଡିଡେଟ୍ ଏଥିରେ ଆପଣଙ୍କର ପୁଣି ଥରେ ଡିବି କରିବେ, ଡିବିକୁ ଯିବେ। ଠିକ୍ ଅଛି। ତ କାହିଁକି ଆପଣ 28 କ୍ୟାଣ୍ଡିଡେଟ୍ ପୁଣି ଥରେ ଡିବିକୁ ଯିବେ ଯଦି ଆପଣ କହିବେ, ତ ଏଥିରେ ଆପଣଙ୍କର 28 ଯେଉଁ ରହିଲା କ୍ୟାଣ୍ଡିଡେଟ୍ ଏମାନଙ୍କୁ ଡିବିକୁ ଯିବାର କାରଣ ହେଲା ଆପଣଙ୍କର ଏଇ ଯେଉଁ ଆନ୍ସର କି ଆପଣଙ୍କର ରିଭାଇଜ୍ ଆନ୍ସର କି ଆସିଛି ସେଥିରେ ଆପଣଙ୍କର କାହାର 5 ମାର୍କ କାହାର 2 ମାର୍କ ଏମିତି ସବୁ ମାର୍କ ଆପଣଙ୍କର ବଢ଼ିଛି। ଏବଂ ଆନ୍ସର କି ମଧ୍ୟ ଆପଣଙ୍କୁ ମୁଁ ଦେଖେଇବି ଏବଂ କେଉଁ ସବୁ କ୍ୱେଶ୍ଚନ୍ର ଆପଣଙ୍କର ଆନ୍ସର କି ଆପଣଙ୍କର ଆସିଛି ମୁଁ ତା ମଧ୍ୟ ଆପଣଙ୍କୁ ଦେଖେଇବି। ଠିକ୍ ଅଛି। ତ ଦେଖନ୍ତୁ ଏଇଠି ଆପଣଙ୍କ ମେନସନ୍ କରାଗଲା, ଏଇଠି ଆପଣଙ୍କର 28 ନମ୍ବର ଅଫ୍ କ୍ୟାଣ୍ଡିଡେଟ୍ ବ୍ରିଙ୍ଗ ଫଲୋଇଂ ରୋଲ୍ ନମ୍ବର୍ସ ଆର୍ ପ୍ରୋଭିଜନାଲି ସର୍ଟଲିଷ୍ଟେଡ୍ ଫର୍ ଆପିୟରିଂ ଦ ସାର୍ଟିଫିକେଟ୍ ଭେରିଫିକେସନ୍ ଫର୍ ଦ ପୋଷ୍ଟ ସାଂସ୍କ୍ରିଟ ଟିଚର LTR। ଠିକ୍ ଅଛି। ତ 28 ପିଲାଙ୍କୁ ଏଇଠି ଆପଣଙ୍କର ପୁଣି ଥରେ ଆପଣଙ୍କ ଡିବିକୁ ଡକାଯାଇଛି, ଯାହାକି ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍ ଡେଟ୍ ଦେଖନ୍ତୁ ଦିଆଯାଇଛି ଏଇଠି 29/12/2025। ଆପଣଙ୍କର ଗୋଟିଏ ଦିନ ରହିଛି 29/12ରେ ରହିଛି ଆପଣଙ୍କ ଡିବି। କେଉଁ ପିଲାମାନଙ୍କର ଏଇଠି ଦେଖନ୍ତୁ ଆପଣଙ୍କର ଆପଣଙ୍କର ଯେଉଁ କୋର୍ଟ ଅର୍ଡ଼ର ଯେଉଁ ଥିଲା ଆପଣଙ୍କର ଯେଉଁ କେସ୍ ନମ୍ବର ସେ କେସ୍ ନମ୍ବର ପଡ଼ିକି ଆପଣଙ୍କର ଆସିଛି ଡିବି। ଠିକ୍ ଅଛି। ଡିବି ଲିଷ୍ଟ ଦେଖନ୍ତୁ ଏଇଠି ଆପଣଙ୍କର ଦିଆଗଲା 28 ପିଲାମାନଙ୍କର ରହିଛି ଆପଣଙ୍କର ଡିବି ଲିଷ୍ଟ। ଠିକ୍ ଅଛି। ଏଗେନ୍ ଆପଣମାନେ ଏଇ ଯେଉଁ ରହିଲେ 28 ପିଲାମାନେ ଏଇମାନେ ଯାଇକି ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ କରିବେ। ଏଥିରେ ଆପଣଙ୍କର ୟୁଆର୍ କ୍ୟାଣ୍ଡିଡେଟ୍ SC/BC କ୍ୟାଣ୍ଡିଡେଟ୍ ଏବଂ ଆପଣଙ୍କର SC କ୍ୟାଣ୍ଡିଡେଟ୍ ରହିଅଛନ୍ତି। ଠିକ୍ ଅଛି। ତ ଦେଖିନେବେ ଯେଉଁ ପିଲାମାନେ ଆପଣଙ୍କର ଏଗେନ୍ ଏଥିରେ ଆପଣଙ୍କର ଯେଉଁ ସିଲେକ୍ସନ୍ ହେଇଛନ୍ତି ଦେଖିଦେବେ ଆପଣଙ୍କ ସିଲେକ୍ସନ୍ ହେଇଛି କି ନାହିଁ। ଠିକ୍ ଅଛି। ତ ଏବେ ଦେଖନ୍ତୁ ଆପଣଙ୍କର ଯେଉଁ ଆସିଛି ଆନ୍ସର କି। ଠିକ୍ ଅଛି। ଇଏ ହେଲା ଆପଣଙ୍କର କ'ଣ ନା ଆନ୍ସର କି ଆପଣଙ୍କର ଯେଉଁଟାକି ରିଭାଇଜ୍ ଫାଇନାଲ୍ ଆନ୍ସର କି LTR ସାଂସ୍କ୍ରିଟ ଟିଚରଙ୍କର ଆସିଅଛି। ଏଠି ଆପଣଙ୍କର ଦେଖନ୍ତୁ ସେଟ୍ A ଏବଂ ସେଟ୍ B ଦିଆଯାଇଛି। ଠିକ୍ ଅଛି। ତ ମୋ ପାଖରେ ସେଟ୍ Aର ଆପଣଙ୍କର ଯେଉଁ କ୍ୱେଶ୍ଚନ୍ ଅଛି ତା ଆପଣଙ୍କୁ ଦେଖେଇବି। ତ ତା ଆଗରୁ ଦେଖନ୍ତୁ ଆପଣଙ୍କର 25 ନମ୍ବର ଯେଉଁ କ୍ୱେଶ୍ଚନ୍ ଥିଲା ସେ 25 ନମ୍ବର କ୍ୱେଶ୍ଚନ୍ଟି ଆପଣଙ୍କର A ଏବଂ ଆପଣଙ୍କର ଉଭୟ D ଆପଣଙ୍କର ଏଇଠି ଠିକ୍ ହେଇଯାଇଛି। ଠିକ୍ ଅଛି। ଯେଉଁ ପିଲାମାନେ A କିମ୍ବା D କରିଥିଲେ ତାଙ୍କର ଆପଣଙ୍କର ଠିକ୍ ହେଇଯାଇଛି। ଏବଂ 30 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ ସେଟ୍ Aର ଆପଣଙ୍କର ଏଇଠି B ଏବଂ D ଉଭୟ ଆପଣଙ୍କର ଠିକ୍ ଅଛି। ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର 31 ନମ୍ବର ଯେଉଁ କ୍ୱେଶ୍ଚନ୍ ରହିଲା ସେ B ଏବଂ ଆପଣଙ୍କର C ଉଭୟ ଆପଣଙ୍କର ଠିକ୍ ଅଛି। ଦେନ୍ 53 ନମ୍ବର କ୍ୱେଶ୍ଚନ୍ ଆପଣଙ୍କର ରହିଅଛି। ଏଥିରେ ଆପଣଙ୍କର A ଏବଂ B ଉଭୟ ଆପଣଙ୍କର ଠିକ୍ ଅଛି। ଦେନ୍ 113 ଆପଣଙ୍କର ରହିଥିଲା ଯେଉଁ କ୍ୱେଶ୍ଚନ୍ ନମ୍ବରଟି ସେ ଆପଣଙ୍କ C ଏବଂ D ଆପଣଙ୍କ ଉଭୟ ଆପଣଙ୍କର ଠିକ୍ ଅଛି। ତ ଏବେ ଆପଣମାନେ ଚେକ୍ କରିପାରିବେ ଯେ ଆପଣଙ୍କର ଏଇ ଯେଉଁ କ୍ୱେଶ୍ଚନ୍ ସବୁ ଥିଲା ସେ ଆପଣଙ୍କର ଯଦି ଭୁଲ ଥିଲା ତାହେଲେ ଆପଣଙ୍କର ଠିକ୍ ହେଇଛି କି ନାହିଁ ଏବଂ କେତେ ମାର୍କ ଆପଣଙ୍କର ଏବେ ଏଗେନ୍ ଆପଣଙ୍କର ବଢ଼ିଛି। ଠିକ୍ ଅଛି। ଦେଖନ୍ତୁ ମୁଁ ଆପଣଙ୍କୁ ଏଇଠି କଟ୍ ଅଫ୍ ଦେଖେଇବି ଯେ ଆପଣଙ୍କର ଯେଉଁ ଏବେ ଯେଉଁ ମାର୍କ ବଢ଼ିଲା ଏବେ ଏଇଠି ଆପଣଙ୍କୁ କଟ୍ ଅଫ୍ ଦିଆଯାଇଛି। ଦେଖନ୍ତୁ ତ ୟୁଆର୍ କ୍ୟାଟେଗୋରୀ SC/BC କ୍ୟାଟେଗୋରୀ SC କ୍ୟାଟେଗୋରୀ ତ ଏଇ ଯେଉଁ ତିନିଟା ରହିଲା ଆପଣଙ୍କର କ୍ୟାଟେଗୋରୀ এই ତିନି କ୍ୟାଟେଗୋରୀର ଆପଣଙ୍କର ମାର୍କ ଏବେ ଯେଉଁ କଟ୍ ଅଫ୍ ରହିଲା ସେ କଟ୍ ଅଫ୍ ଆପଣଙ୍କର 0.1 0.2 ଏମିତି ଆପଣଙ୍କର ଏବେ ଖସିପାରେ ତଳକୁ। ଠିକ୍ ଅଛି। ତ ଏବେ ଦେଖନ୍ତୁ ଆପଣଙ୍କର ଯେଉଁ କ୍ୱେଶ୍ଚନ୍ ରହିଛି 25 ନମ୍ବର କ୍ୱେଶ୍ଚନ୍ ଏ ସେଟ୍ର କ୍ୱେଶ୍ଚନ୍ ଆପଣଙ୍କର ଇଏ ଯେଉଁ ୟା ପୂର୍ବରୁ ଆପଣଙ୍କର ଭୁଲ ଦିଆଯାଇଥିଲା ତାକୁ ଏବେ ଆପଣଙ୍କୁ ଠିକ୍ କରାଯାଇଛି। ଠିକ୍ ଅଛି। ଠିକ୍ ଅଛି। ତ ଏଇ ଟାଇପ୍ର ଦେଖନ୍ତୁ ଆପଣଙ୍କର 30 ନମ୍ବର କ୍ୱେଶ୍ଚନ୍ ଏବଂ ଆପଣଙ୍କର 31 ନମ୍ବର କ୍ୱେଶ୍ଚନ୍ ଆପଣଙ୍କର ରହିଛି ସେ ମଧ୍ୟ ଆପଣଙ୍କର ଏବେ ଇଏ ଉଭୟ ଆପଣଙ୍କର ଏଥିରେ ଆନ୍ସର୍ ଠିକ୍ ଅଛି। ଠିକ୍ ଅଛି। ତ ଆପଣ ଦେଖିପାରିବେ ଆପଣଙ୍କର ଏଇ ଯେଉଁ ଇଏ ହେଲା ଆପଣଙ୍କର 53 ନମ୍ବର କ୍ୱେଶ୍ଚନ୍ ଦେନ୍ ଆପଣଙ୍କର 113 ନମ୍ବର କ୍ୱେଶ୍ଚନ୍ ରହିଛି। ଠିକ୍ ଅଛି। ତ ଏଇ ଟାଇପ୍ର ଆପଣଙ୍କର ଇଏ 5 ମାର୍କ ଆପଣଙ୍କର ବଢ଼ିବାର ଚାନ୍ସ ରହୁଛି। ଯେଉଁ ପିଲାମାନଙ୍କର ଭୁଲ ହେଇଥିଲା ଆପଣଙ୍କର ଏବେ ଠିକ୍ ହେଇଯିବ। ଠିକ୍ ଅଛି।
तो ये आपंकर जेहेतु देखते एवं आप देखिए जे आप जॉइनिंग और आप फाइनाल मेरिट लिस्ट ताले आप ये 29/12/2025 जो दी डेट तो ये 29/12/2025 आप डीबी कर तो या पर आपंकर पुणी थे आसो जो मेरिट लिस्ट तो आप जनवरी जो प्रोसेसिंग सोर्स आप जनवरी लास्ट हो जाए ठीक अच्छे तो ये आप किसी आशा ना एवं आपंकर 29/12/2025 जो दी डीबी सरला आप जहाँ प्रोसेस आगू को करा ठीक अच्छे तो ये था आपंकर फुल इनफर्मेशन जोटा कि आज आप एलटीआर रिगार्डिंग संस्कृत टीचर मानकर तो जदि भिडियोटी भल लगी था चैनल को सब्सक्राइब करेंगे और ये सब आप पीडीएफ मो टेलीग्राम चैनल अपलोड अच्छी आप जॉइन हूँ फास्ट अपडेट पाइबा तो देखा एम सारा भिडियो को लेकिन जय जगन्नाथ।